ଏବେ ଆସିଲା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଏବଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଦୁଇଟି ଅପଡେଟ୍ ଦେଖନ୍ତୁ। ଆପଣଙ୍କର ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣଙ୍କର OSSC CGL ପ୍ରିଲିମ୍ ଏକ୍ଜାମିନେସନ୍ କେଉଁ ତାରିଖରେ ହେବ ଅଲ୍ ଇନଫର୍ମେସନ୍ ଜାଣିବା। ଏବଂ ଦେଖନ୍ତୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣଙ୍କର ଯେଉଁଟା ଗଭର୍ଣ୍ଣମେଣ୍ଟ ରିକ୍ରୁଟମେଣ୍ଟ LI ଏବଂ ଆପଣଙ୍କର ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡର ଏକ୍ଜାମିନେସନ୍ କେବେ ହେବ ଆପଣଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଉଠୁଛି। କାରଣ ସେହି ପିଲାମାନେ ହିଁ ଏ ଭିଡ଼ିଓ ଦେଖୁଛନ୍ତି ଯେଉଁମାନେ ଫରେଷ୍ଟ ଗାର୍ଡ ପାଇଁ ଏକ୍ଜାମ୍ ଦେବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍, ଯଦି ଆମେ ଦେଖିବା ଆପଣଙ୍କର ଅଫିସିଆଲ ୱେବସାଇଟ୍କୁ ଭିଜିଟ୍ କରି ଆମେ ଯଦି ଆପଣଙ୍କର ଏକ୍ଜାମ୍ କ୍ୟାଲେଣ୍ଡର ଉପରେ ନଜର ପକାଇବା, ଦେଖନ୍ତୁ ଏଥିରେ ଆପଣଙ୍କର ଫେବୃଆରୀ ଟେଣ୍ଟେଟିଭ୍ ରହିଛି। କାରଣ ଏଥିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେଉଁ ଫେବୃଆରୀରେ ଆପଣଙ୍କର 2024ରେ ଆପଣଙ୍କର ଲାଇଫଷ୍ଟକ୍ ଇନ୍ସପେକ୍ଟର ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡର ଯେଉଁ ଏକ୍ଜାମ୍ ଟେଣ୍ଟେଟିଭ୍ ରହୁଛି ସେହି ଏକ୍ଜାମ୍ ଫେବୃଆରୀରେ ହେବ କି ନାହିଁ ଆପଣଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଉଠୁଛି। ଦେଖନ୍ତୁ ଆପଣମାନଙ୍କର ଯେଉଁ ଫରେଷ୍ଟର ଫରେଷ୍ଟ ଗାର୍ଡ ହେଲା ଏବଂ LI ହେଲା ତାହାର ଏକ୍ଜାମ୍ ଫେବୃଆରୀରେ ହେବାର ସମ୍ଭାବନା ନାହିଁ। ତ ତାହାର ଏକ୍ଜାମ୍ ଯଦି ଆମେ ଦେଖିବା ମାର୍ଚ୍ଚକୁ ନିହାତି ଭାବରେ ପଳାଇଯିବ। ମାର୍ଚ୍ଚରେ ହିଁ ଆପଣଙ୍କର ଏକ୍ଜାମିନେସନ୍ଟି କଣ୍ଡକ୍ଟ ହେବ। କାରଣ ଦେଖନ୍ତୁ ଏକ୍ଜାମ୍ର 1 ମନ୍ଥ ପରେ ହିଁ ତା ପୂର୍ବରୁ ହିଁ ଆପଣଙ୍କର ଯେଉଁଟାକି ଅଫିସିଆଲ ୱେବସାଇଟ୍ରେ ଏହାର ନୋଟିଫିକେସନ୍ ରିଲିଜ୍ କରିଯାଇଥାଏ। କାରଣ ତା 15 ଦିନ ଆଗରୁ ଆପଣମାନେ ଆପଣଙ୍କର ଆଡ଼ମିସନ୍ ଲେଟର୍ ଯେଉଁଟାକି ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼୍ କରନ୍ତି ତା 15 ଦିନ ପୂର୍ବରୁ ଆପଣମାନେ ଏହି ତାରିଖରେ ଏକ୍ଜାମ୍ ହେବା ବୋଲି ଜାଣିପାରନ୍ତି। ତେବେ ଯଦି ଏହାକୁ ଲକ୍ଷ୍ୟ କରିବା ଆପଣଙ୍କର ଏକ୍ଜାମ୍ ଡେଟ୍ ଆଉ ଏଇ ଫେବୃଆରୀରେ ହେବାର ଚାନ୍ସେସ୍ ନାହିଁ। କାରଣ ଆପଣଙ୍କର ଏକ୍ଜାମ୍ ଡେଟ୍ ମାର୍ଚ୍ଚରେ ହେବ। ତ ଆପଣଙ୍କର ମାର୍ଚ୍ଚରେ କେଉଁ ତାରିଖରେ ହେବ ଅଲ୍ ଇନଫର୍ମେସନ୍ ଜାଣିବା। ତା ପୂର୍ବରୁ ଯଦି ଆପଣମାନେ ଦେଖନ୍ତୁ ଯେଉଁମାନେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ CGLର ଯେଉଁଟାକି ପ୍ରିଲିମ୍ ଦେବାକୁ ଚାହୁଁଛନ୍ତି ତାହାର ଏକ୍ଜାମିନେସନ୍ ଯଦି ଆମେ ଦେଖିବା ତାହାର ଏକ୍ଜାମିନେସନ୍ ମଧ୍ୟ ମାର୍ଚ୍ଚର ପ୍ରଥମ ସପ୍ତାହରେ ହେବାକୁ ଯାଉଛି। ଏବଂ ଯଦି ପ୍ରିଲିମ୍ର ଯେଉଁ CGLର ପ୍ରିଲିମ୍ ଯଦି ମାର୍ଚ୍ଚର ପ୍ରଥମ ସପ୍ତାହରେ ଯଦି ହୁଏ ଆପଣଙ୍କର ଫରେଷ୍ଟର LI ଏବଂ ଫରେଷ୍ଟ ଗାର୍ଡ଼ ଦେଖନ୍ତୁ ଆପଣଙ୍କର ମାର୍ଚ୍ଚର ସେକେଣ୍ଡ ସପ୍ତାହକୁ ଚାଲିଯିବ। ଧନ୍ୟବାଦ।